ଜୀବନରେ ଗୋଟିଏ କଥା ମନେ ରଖ, କିଏ କିଛି ବି କହୁ ନିଜେ ନିଜକୁ ଶାନ୍ତ ରଖ, କାରଣ ଖରା ଯେତେ ବି ଟାଣ ହେଉନା କାହିଁକି ସେ ସମୁଦ୍ରକୁ ଶୁଖାଇ ପାରେ ନାହିଁ। ନିଜ ଭିତରେ ଥିବା କଷ୍ଟକୁ ଆଉ କାହାକୁ କହି କିଛି ଲାଭ ନାହିଁ, କାହିଁକି ନା ନିଜ କଷ୍ଟ କେବଳ ନିଜ ଛଡ଼ା ଆଉ କେହି ବି ବୁଝିପାରିବେ ନାହିଁ। ଜୀବନରେ ଏମିତି କିଛି ଜିନିଷ ଦ୍ୱିତୀୟ ଥର ମିଳିପାରେ, କିନ୍ତୁ ବିତାଇଥିବା ସମୟ ଆଉ ଭାଙ୍ଗି ଯାଇଥିବା ଭରସା ଆଉ କେବେ ବି ମିଳିନଥାଏ। ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତାର ରାସ୍ତା ମିଳିଥାଏ। ତେଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ଼ ରଖି କାମ କରିବା ଉଚିତ। ଯେମିତି ଏକ ଛୋଟ ପୋକ ବଡ଼ ବଡ଼ ଫଳ ଭିତରେ ପଶି ଫଳକୁ ନଷ୍ଟ କରିଦିଏ, ଠିକ୍ ସେହିପରି ସନ୍ଦେହ ସମ୍ପର୍କ ଭିତରେ ପଶି ବଡ଼ ବଡ଼ ସମ୍ପର୍କକୁ ବି ନଷ୍ଟ କରିଦିଏ। ସୁଖ ଓ ଦୁଃଖର ମିଶ୍ରଣରେ ହିଁ ଜୀବନ। ସୁଖ ଦୁଃଖର ସନ୍ତୁଳନ ହିଁ ମଣିଷକୁ ସୁସ୍ଥ, ସୁନ୍ଦର ଆଉ ଅଭିଜ୍ଞତା କରି ତୋଳେ। ତାହାର ଆନୁପାତିକ ମୂଲ୍ୟାୟନ ସମ୍ଭବ ନୁହେଁ, ଆବଶ୍ୟକତା ବି ନୁହେଁ। ଯେତେବେଳେ ଯାହା ଯେମିତି ଯେଉଁ ଅନୁପାତରେ ଆସିଛି ତାହା ଗ୍ରହଣ କରିବା ଉଚିତ। ଜୀବନ ଥିବା ପର୍ଯ୍ୟନ୍ତ ଦୁଇ ଜଣ ବ୍ୟକ୍ତିଙ୍କୁ କେବେ ଭୁଲିବେ ନାହିଁ। ଜଣେ ଯିଏ ଆପଣଙ୍କ ଦୁଃଖରେ ସାଥି ଦେଇଛି, ଅନ୍ୟ ଜଣେ ଯିଏ ଆପଣଙ୍କ ଦୁଃଖ ଦେଖି ପରିହାସ କରିଛି। ମଣିଷ ବଳବାନ ନୁହେଁ, ସମୟ ବଳବାନ। ସମୟ ଆସିଲେ ମଣିଷକୁ ସବୁ କିଛି ମିଳିଯାଏ, ଆଉ ସମୟ ଚାଲିଗଲେ ମଣିଷର ସବୁ କିଛି ଚାଲିଯାଏ। ଧନ୍ୟବାଦ। ଆଜି ପାଇଁ ଏତିକି।